ଶ୍ରୋତା ବନ୍ଧୁ, ଆଜି ଭିନ୍ନ ପ୍ରକାରର ଆଲୋଚନାଟିଏ। ପ୍ରତି ମଣିଷ ନିଜ ଇଚ୍ଛା ପୂର୍ତ୍ତି ନିମନ୍ତେ ଅନେକ ଆକାଂକ୍ଷା ରଖନ୍ତି। ନିଜ ସଞ୍ଚିତ କର୍ମ ଏବଂ ବାର୍ତ୍ତମାନିକ କର୍ମ ହେତୁ କେହି କେହି ସବୁକିଛିକୁ ପ୍ରାପ୍ତ ହୁଅନ୍ତି ତ କେହି କେହି ଆଜୀବନ ବିଡ଼ମ୍ବିତ ଜୀବନଟିଏ ବଞ୍ଚନ୍ତି। ଦୂର ଦୂରାନ୍ତ ଯାଏ ସବୁ ଅଭିଳାଷା ଓ ଇଚ୍ଛା ମାନଙ୍କର ସ୍ଥିତି ହିଁ ନଥାଏ। ସଂସାର ବିଷୟୋପଭୋଗରେ ନିମଜ୍ଜିତ ମଣିଷର ଛୋଟରୁ ବଡ଼ ପର୍ଯ୍ୟନ୍ତର ଇଚ୍ଛା ପୂର୍ଣ୍ଣକାରୀ କିଛି ଏଭଳି ଶକ୍ତି ରହିଛି, ଯଦି ମଣିଷ ତାକୁ ଅନ୍ତରରୁ ଗ୍ରହଣ କରିନିଏ ତେବେ ନିଶ୍ଚିତ ଭାବରେ ତାକୁ ଅତୀନ୍ଦ୍ରିୟ ଅସୀମ ଆହ୍ଲାଦ ସହିତ ଇଚ୍ଛାପୂର୍ତ୍ତି ହେବ, ଏହା ନିଃସନ୍ଦେହ। ସେଥିପାଇଁ ତ ପ୍ରାଚୀନ ବୈଦିକ ଯୁଗରୁ ଅର୍ଥାର୍ଥୀ ଜନଙ୍କ ନିମନ୍ତେ ଏଭଳି ସବୁ ପ୍ରଭାବ ବିସ୍ତାରକାରୀ ପବିତ୍ର ମନ୍ତ୍ରୋଚ୍ଚାରଣ ରହିଛି, ଯାହା ସଂସାରର ପ୍ରତ୍ୟେକ ମଣିଷଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ଆମେ ଆମ ଅହଙ୍କାରକୁ ନେଇ ବେଶ୍ ତାର୍କିକ ହେଇଯାଉ ଏବଂ ମହାଜ୍ଞାନୀ ପୁଣି ବିଜ୍ଞାନୀ ମଧ୍ୟ ହେଇଯାଉ। ଏହା କେବଳ ଆମର ଭ୍ରମ ମାତ୍ର। ଆମେ ସେହି ସବୁ ମହତ୍ ଚିନ୍ତନରୁ ଦୂରେଇ ରହୁ ଏବଂ ନିଜକୁ ହିଁ ଶ୍ରେଷ୍ଠ ମନେ କରୁ ଏବଂ ନିଜ ବିଚାର ଅନୁସାରେ କାମ କରୁ। ତେଣୁ ମୁଁ ଆପଣମାନଙ୍କ ପାଖରେ ଅନୁରୋଧ ରଖୁଛି, ଥରେ ନିର୍ମଳ ହୃଦୟରେ ଆଲୋଚିତ ମନ୍ତ୍ରକୁ ଶୁଣନ୍ତୁ ଏବଂ ପାଠ କରନ୍ତୁ। କୁହାଯାଏ, ବିଶ୍ୱାସେ ମିଳୟ ହରି ତର୍କେ ବହୁ ଦୂର। ଆଜି ଏମିତି ଏକ ପ୍ରଚଣ୍ଡ ପବିତ୍ର ମନ୍ତ୍ର ସମ୍ପର୍କରେ ମୁଁ ଆପଣଙ୍କୁ ଅବଗତ କରାଇବାକୁ ଯାଉଛି, ଯାହାକୁ ସୁଚିତାର ସହ ପାଠ କଲେ ଅପୂର୍ବ ଆନନ୍ଦ ଲାଭ, ପୁରୁଷାର୍ଥ ଲାଭ ଅର୍ଥାତ୍ ଧର୍ମ ଅର୍ଥ କାମ ମୋକ୍ଷ ଲାଭ ହେବା ସହିତ ବିତ୍ତଶାଳୀ ହେବେ ଏବଂ ପ୍ରତିଷ୍ଠିତ ହେବା ସହିତ ବ୍ରହ୍ମାନନ୍ଦ ଲାଭ ମଧ୍ୟ କରିବେ। ମନ୍ତ୍ର ପୂର୍ବରୁ ପରୀକ୍ଷିତ, ଆପଣମାନେ ମଧ୍ୟ ପରୀକ୍ଷା କରିନେଇ ପାରନ୍ତି। ଦୁର୍ଗାଙ୍କ ସପ୍ତଶତୀ ପାଠର ଏକ ପବିତ୍ର ସ୍ତୋତ୍ର, ଯାହା ଅର୍ଗଳା ସ୍ତୋତ୍ର ଭାବରେ ନାମିତ। ଆଜି ଆମର ଏଇ ମନ୍ତ୍ରର ଆଲୋଚନା ହେଉଛି ଏବଂ ଶୀର୍ଷକ ହେଉଛି ଅର୍ଗଳା ସ୍ତୋତ୍ରମ୍। ଚଣ୍ଡିକା ଦେବୀଙ୍କୁ ନମସ୍କାର କରିକି ମାର୍କଣ୍ଡେୟ କହିଲେ ଯେ, ହେ ମା, ଆପଣଙ୍କର ନାମକୁ ମୁଁ ସ୍ମରଣ କରୁଛି। ଓಂ ନମଃ ଚଣ୍ଡିକାୟ। ଶ୍ରୀ ମାର୍କଣ୍ଡେୟ ଉବାଚ, ଓಂ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱଧା ନମୋସ୍ତୁତେ। ମାର୍କଣ୍ଡେୟ କହୁଛନ୍ତି, ହେ ମା, ହେ ଜୟନ୍ତୀ, ହେ ମଙ୍ଗଳା, ହେ କାଳୀ, ହେ ଭଦ୍ରକାଳୀ, ହେ କପାଳିନୀ, ଦୁର୍ଗା, କ୍ଷମା, ଶିବା, ଧାତ୍ରୀ, ସ୍ୱାହା ଏବଂ ସ୍ୱଧା। ଏହି ନାମରେ ପ୍ରସିଦ୍ଧ ଜଗଦମ୍ବିକେ, ମୁଁ ଆପଣଙ୍କୁ ପ୍ରଣାମ ଜଣାଉଛି। ଜୟ ତ୍ୱଂ ଦେବୀ ଚାମୁଣ୍ଡେ, ଜୟ ଭୂତାର୍ତ୍ତିହାରିଣୀ, ଜୟ ସର୍ବଗତେ ଦେବୀ କାଳରାତ୍ରି ନମୋସ୍ତୁତେ। ହେ ଦେବୀ ଚାମୁଣ୍ଡେ, ତୁମର ଜୟ ହେଉ। ସମ୍ପୂର୍ଣ୍ଣ ପ୍ରାଣୀମାନଙ୍କର ପୀଡ଼ାକୁ ହରଣ କରିବା ପରି ଆପଣ ଦେବୀ, ତୁମର ଜୟ ହେଉ। ସବୁଥିରେ ଆପଣ ବ୍ୟାପ୍ତ, ହେ ଦେବୀ, ତୁମର ଜୟ ହେଉ। ହେ କାଳରାତ୍ରି, ତୁମକୁ ମୁଁ ପ୍ରଣାମ କରୁଛି। ମଧୁ କୈଟଭ ବିଦ୍ରାଭି ବିଧାତୃ ବରଦେ ନମଃ, ରୂପମ୍ ଦେହି ଜୟମ୍ ଦେହି ଯଶୋ ଦେହି ଦିଶୋ ଜହି। ହେ ମା, ଆପଣ ମଧୁ ଏବଂ କୈଟଭକୁ ମାରିଥିଲେ ଏବଂ ବ୍ରହ୍ମାଙ୍କୁ ବରଦାନ ଦେଇଥିଲେ। ଆପଣ ସେହି ଦେବୀ। ଆପଣଙ୍କୁ ମୁଁ ବାରମ୍ବାର ପ୍ରଣାମ କରୁଛି। ଆପଣ ମୋତେ ରୂପ ଦିଅନ୍ତୁ। ରୂପ ଅର୍ଥାତ୍ ଆତ୍ମସ୍ୱରୂପର ଜ୍ଞାନ। ଜୟ ଦିଅନ୍ତୁ ଅର୍ଥାତ୍ ମୋହ ଆସକ୍ତି ଉପରେ ବିଜୟ ଦିଅନ୍ତୁ। ଯଶ ଦିଅନ୍ତୁ ଅର୍ଥାତ୍ ବିଜୟ ତଥା ଜ୍ଞାନ ପ୍ରତିରୂପ ଯେଉଁ ଯଶ ଅଛି ତାକୁ ଦିଅନ୍ତୁ ଏବଂ କାମ କ୍ରୋଧ ଆଦି ଶତ୍ରୁର ନାଶକୁ କରିବା ପାଇଁ ଯେଉଁ ସାମର୍ଥ୍ୟ ତାକୁ ମଧ୍ୟ ପ୍ରଦାନ କରନ୍ତୁ। ମହିଷାସୁରକୁ ନାଶ କରିଥିବା ହେ ଦେବୀ, ଆପଣଙ୍କ ଭକ୍ତକୁ ସୁଖ ଦେଉଥିବା ହେ ଦେବୀ, ଆପଣଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି।
ଆପଣ ମୋତେ ରୂପ ଦିଅନ୍ତୁ, ଜୟ ଦିଅନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଆଦି ଶତ୍ରୁର ନାଶ କରନ୍ତୁ। महिषासुरनिर्नासी भक्तानां सुखदे नमः रूपं देहि जयं देहि यशो देहि दिशो जहि रक्तबीजवधे देवी चण्डमुण्ड विनाशिनी रूपं देहि जयं देहि यशो देहि दिशो जहि। ତେଣୁ ମହିଷାସୁରକୁ ନାଶ କରିଥିବା ହେ ଦେବୀ ଏବଂ ରକ୍ତ ବୀଜ ରାକ୍ଷସକୁ ବଧ କରିଥିବା ଏବଂ ଚଣ୍ଡମୁଣ୍ଡଙ୍କୁ ବିନାଶ କରିଥିବା ହେ ଦେବୀ, ଆପଣ ମୋତେ ରୂପ ଦିଅନ୍ତୁ, ଜୟ ଦିଅନ୍ତୁ, ଜୟଯୁକ୍ତ କରନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଆଦି ଶତ୍ରୁର ନାଶ କରନ୍ତୁ। ଶୁମ୍ଭ ଶୈବ ନିଶୁମ୍ଭସ୍ୟ ଧୂମ୍ରାକ୍ଷସ ଚମର୍ଦିନୀ ରୂପಂ ଦେହି ଜୟଂ ଦେହି ଯଶୋ ଦେହି ଦିଶୋ ଜୟି। ଶୁମ୍ଭ ଏବଂ ନିଶୁମ୍ଭ ତଥା ଧୂମ୍ରଲୋଚନର ମର୍ଦ୍ଦନ କରିଥିବା ହେ ଦେବୀ, ଆପଣ ମୋତେ ରୂପ ଦିଅନ୍ତୁ, ଜୟଯୁକ୍ତ କରାନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଆଦି ଶତ୍ରୁର ନାଶ କରିବାର ସାମର୍ଥ୍ୟ ଦିଅନ୍ତୁ। वन्दिताङ्घ्रि युगे देवी सर्वसौभाग्यदायिनी रूपं देहि जयं देहि यशो देहि दिशो जहि अचिन्त्य रूपचरिते सर्वशत्रुविनाशिनी रूपं देहि जयं देहि यशो देहि दिशो जहि। ସମସ୍ତଙ୍କ ଦ୍ୱାରା ବନ୍ଦିତ ଆପଣଙ୍କର ପଦଦ୍ୱୟ, ହେ ଦେବୀ, ଆପଣଙ୍କର ସେଇ ପଦକୁ ମୁଁ ସ୍ମରଣ କରୁଛି ତଥା ସମ୍ପୂର୍ଣ୍ଣ ସୌଭାଗ୍ୟ ପ୍ରଦାନ କରୁଥିବା ଆପଣ ଦେବୀ, ଆପଣ ମୋତେ ରୂପ ଦିଅନ୍ତୁ, ଜୟଯୁକ୍ତ କରାନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଆଦି ଶତ୍ରୁମାନଙ୍କର ନାଶ କରିବାର ଶକ୍ତି ସାମର୍ଥ୍ୟ ଦିଅନ୍ତୁ। ହେ ଦେବୀ, ଆପଣଙ୍କର ରୂପ ଏବଂ ଚରିତ୍ର ଅଚିନ୍ତ୍ୟ ଅଟେ। ଆପଣ ସମସ୍ତ ଶତ୍ରୁମାନଙ୍କର ନାଶ କରିଥିବା ଦେବୀ। ହେ ଦେବୀ, ଆପଣ ମୋତେ ରୂପ ଦିଅନ୍ତୁ, ଜୟ ଦିଅନ୍ତୁ, ଯଶ ଦିଅନ୍ତୁ ଏବଂ କାମ କ୍ରୋଧ ଆଦି ଶତ୍ରୁର ବିନାଶ କରିବାର ଶକ୍ତି ସାମର୍ଥ୍ୟ ଦିଅନ୍ତୁ। ନତେଭ୍ୟ ସର୍ବଦା ଭକ୍ତି ଚଣ୍ଡିକେ ଦୁରିତାପହେ ରୂପಂ ଦେହି ଜୟಂ ଦେହି ଯଶୋ ଦେହି ଦିଶୋ ଜହି ସ୍ତୁବୋଦ୍ଭ୍ୟୋ ଭକ୍ତିପୂର୍ବଂ ତ୍ୱାଂ ଚଣ୍ଡିକେ ବ୍ୟାଧିନାଶିନୀ ରୂପಂ ଦେହି ଜୟಂ ଦେହି ଯଶୋ ଦେହି ଦିଶୋ ଜହି। ହେ ମା, ଯିଏ ଭକ୍ତ ସେ ଭକ୍ତି ପୂର୍ବକ ଆପଣଙ୍କ ଚରଣାବିନ୍ଦରେ ସର୍ବଦା ଯଦି ନତମସ୍ତକ, ତାକୁ ଆପଣ ରୂପ ଦିଅନ୍ତୁ, ଜୟଯୁକ୍ତ କରାନ୍ତୁ, ଯଶ ଦିଅନ୍ତୁ ଏବଂ ତାକୁ କାମକ୍ରୋଧ ଆଦି ଶତ୍ରୁର ନାଶ କରିବାର ସାମର୍ଥ୍ୟ ଦିଅନ୍ତୁ। ରୋଗକୁ ବିନାଶ କରୁଥିବା ହେ ଚଣ୍ଡିକେ, ଯିଏ ଭକ୍ତି ପୂର୍ବକ ଆପଣଙ୍କର ସ୍ତୁତି କରନ୍ତି, ତାଙ୍କୁ ଆପଣ ରୂପ ଦିଅନ୍ତୁ, ଜୟ ଦିଅନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଆଦି ଶତ୍ରୁର ବିନାଶ କରିବାର ଶକ୍ତି ଦିଅନ୍ତୁ। ହେ ଚଣ୍ଡିକେ, ଏହି ସଂସାରରେ ଯିଏ ଭକ୍ତିପୂର୍ବକ ଆପଣଙ୍କର ପୂଜା କରିଥାଏ, ତାକୁ ଆପଣ ରୂପ ଦିଅନ୍ତୁ, ଜୟ ଦିଅନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଆଦି ଶତ୍ରୁମାନଙ୍କର ନାଶ କରିବାର ସାମର୍ଥ୍ୟ ଦିଅନ୍ତୁ। ମୋତେ ଆପଣ ସୌଭାଗ୍ୟ ଏବଂ ଆରୋଗ୍ୟ ଦିଅନ୍ତୁ, ପରମ ସୁଖ ଦିଅନ୍ତୁ, ରୂପ ଦିଅନ୍ତୁ, ଜୟ ଦିଅନ୍ତୁ ବା ବିଜୟଶ୍ରୀ ଦିଅନ୍ତୁ, ଯଶ ଦିଅନ୍ତୁ ଏବଂ ମୋର କାମକ୍ରୋଧ ଆଦି ଶତ୍ରୁମାନଙ୍କୁ ନାଶ କରିବାର ସାମର୍ଥ୍ୟ ଦିଅନ୍ତୁ। ଚଣ୍ଡିକେ ସତତଂ ୟେ ତ୍ୱାମର୍ଚ୍ଚୟନ୍ତିହ ଭକ୍ତିତ ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦିଶୋ ଜହି ଦେହି ସୌଭାଗ୍ୟମ୍ ଆରୋଗ୍ୟମ୍ ଦେହି ମେ ପରମଂ ସୁଖମ୍ ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦିଶୋ ଜହି। ମୋତେ ଆପଣ ପରମ ସୌଭାଗ୍ୟ ପ୍ରଦାନ କରନ୍ତୁ ଏବଂ ଆରୋଗ୍ୟ ଦିଅନ୍ତୁ। ବିଧେୟେ ତିଷ୍ଠତାଂ ନାଶଂ ବିଧେୟେ ବଲମୁଚ୍ଚକେ ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦିଶୋ ଜହି। ଯିଏ ମୋତେ ଈର୍ଷା କରନ୍ତି, ଯେଉଁମାନେ ମୋ ଉପରେ ଦ୍ୱେଷ ରଖନ୍ତି, ତାଙ୍କର ଆପଣ ନାଶ କରନ୍ତୁ ଏବଂ ମୋର ବୁଦ୍ଧିକୁ ଆହୁରି ସୁନ୍ଦର କରନ୍ତୁ, ରୂପ ଦିଅନ୍ତୁ, ଜୟ ଦିଅନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଉପରେ ଯୋଉ ଆଦି ଶତ୍ରୁମାନଙ୍କର ନାଶ କରନ୍ତୁ। ହେ ଦେବୀ, ମୋର କଲ୍ୟାଣ କରନ୍ତୁ, ମୋତେ ଉତ୍ତମ ସମ୍ପତ୍ତି ପ୍ରଦାନ କରନ୍ତୁ, ରୂପ ଦିଅନ୍ତୁ, ଜୟ ଦିଅନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଆଦି ଶତ୍ରୁମାନଙ୍କର ନାଶ କରନ୍ତୁ। ରୂପಂ ଦେହି ଜୟଂ ସୁରାସୁର ଶିରୋରତ୍ନ ନିଘୃଷ୍ଟ ଚରଣମ୍ବିକେ ରୂପಂ ଦେହି ଜୟଂ ଦେହି ଯଶୋ ଦେହି ଦିଶୋ ଜହି ବିଦ୍ୟାବନ୍ତଂ ଯଶସ୍ୱନ୍ତଂ ଲକ୍ଷ୍ମୀବନ୍ତଂ ଜନଂ କୁରୁ ରୂପಂ ଦେହି ଜୟଂ ଦେହି ଯଶୋ ଦେହି ଦିଶୋ ଜହି ପ୍ରଚଣ୍ଡ ଦୈତ୍ୟ ଦର୍ପଗ୍ନେ ଚଣ୍ଡିକେ ପ୍ରଣତାୟ ମେ ରୂପಂ ଦେହି ଜୟଂ ଦେହି ଯଶୋ ଦେହି ଦିଶୋ ଜହି।
ପ୍ରଚଣ୍ଡ ଦୈତ୍ୟମାନଙ୍କୁ ମାନଙ୍କର ଦର୍ପକୁ ଦଳନ କରୁଥିବା ଚଣ୍ଡିକେ ଆପଣ। ମୁଁ ମୋ ଭଳି ଶରଣାଗତକୁ ଆପଣ ରୂପ ଦିଅନ୍ତୁ, ଜୟଯୁକ୍ତ କରାନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଆଦି ଶତ୍ରୁର ନାଶ କରନ୍ତୁ। ଚତୁର୍ଭୁଜେ ଚତୁର୍ବକ୍ତ୍ରେ ସଂସ୍ତୁତେ ପରମେଶ୍ୱରୀ ରୂପಂ ଦେହି ଜୟଂ ଦେହି ଯଶୋ ଦେହି ଦିଶୋ ଜୟୀ। ଚତୁର୍ମୁଖ ବ୍ରହ୍ମାଙ୍କର ଦ୍ୱାରା ଆପଣ ପ୍ରଶଂସିତ ହୋଇଛନ୍ତି। ଚାରିଟି ଭୁଜା ଧାରିଣୀ ପରମେଶ୍ୱରୀ ଆପଣ। ହେ ମାତା, ଆପଣ ମୋତେ ରୂପ ଦିଅନ୍ତୁ, ଜୟଯୁକ୍ତ କରାନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଆଦି ଶତ୍ରୁର ନାଶ କରନ୍ତୁ। କୃଷ୍ଣେନ ସଂସ୍ତୁତେ ଦେବୀ ଶଶ୍ୱତଭକ୍ତ୍ୟା ସଦାମ୍ବିକେ ରୂପಂ ଦେହି ଜୟଂ ଦେହି ଯଶୋ ଦେହି ଦିଶୋ ଜହି। ହେ ଦେବୀ ଅମ୍ବିକେ, ଭଗବାନ ବିଷ୍ଣୁ ନିତ୍ୟ ନିରନ୍ତର ଭକ୍ତିପୂର୍ବକ ଆପଣଙ୍କର ସ୍ତୁତି କରିଚାଲନ୍ତି। ଆପଣ ରୂପ ଦିଅନ୍ତୁ, ଜୟ ଦିଅନ୍ତୁ ବା ଜୟଯୁକ୍ତ କରାନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଆଦି ଶତ୍ରୁମାନଙ୍କର ନାଶ କରନ୍ତୁ। ହିମାଚଳ ସୁତାନାଥ ସଂସ୍ତୁତେ ପରମେଶ୍ୱରୀ ରୂପಂ ଦେହି ଜୟଂ ଦେହି ଯଶୋ ଦେହି ଦିଶୋ ଜୟୀ। ହିମାଳୟ କନ୍ୟା ପାର୍ବତୀଙ୍କର ପତି ମହାଦେବଙ୍କ ଦ୍ୱାରା ଆପଣ ପ୍ରଶଂସିତ ହୋଇଥିବା ପରମେଶ୍ୱରୀ, ଆପଣ ରୂପ ଦିଅନ୍ତୁ, ଜୟଯୁକ୍ତ କରାନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଆଦି ଶତ୍ରୁମାନଙ୍କର ନାଶ କରନ୍ତୁ। ଇନ୍ଦ୍ରାଣୀ ପ୍ରତିସଦ୍ଭାବ ପୂଜିତେ ପରମେଶ୍ୱରୀ ରୂପಂ ଦେହି ଜୟଂ ଦେହି ଯଶୋ ଦେହି ଦିଶୋ ଜହି। ସଚିପତି ଇନ୍ଦ୍ରଙ୍କ ଦ୍ୱାରା ସଦ୍ଭାବ ପୂର୍ବକ ଆପଣ ପୂଜିତ ହେଉଥିବା ସେହି ପରମେଶ୍ୱରୀ, ଆପଣ ରୂପ ଦିଅନ୍ତୁ, ଜୟ ଦିଅନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଆଦି ଶତ୍ରୁମାନଙ୍କର ବିନାଶ କରନ୍ତୁ। ଦେବୀ ପ୍ରଚଣ୍ଡ ଦୁର୍ଦଣ୍ଡ ଦୈତ୍ୟଦର୍ପ ବିନାଶିନୀ ରୂପಂ ଦେହି ଜୟଂ ଦେହି ଯଶୋ ଦେହି ଦିଶୋ ଜହି। ଦେବୀ ଭକ୍ତ ଜନୋଦ୍ଦାମ ଦତ୍ତାନନ୍ଦୋଦୟମ୍ବିକେ ରୂପಂ ଦେହି ଜୟଂ ଦେହି ଯଶୋ ଦେହି ଦିଶୋ ଜହି। ପ୍ରଚଣ୍ଡ ଭୁଜ ଦଣ୍ଡ ଧାରୀ ଦୈତ୍ୟମାନଙ୍କର ଗର୍ବ ଅହଙ୍କାରକୁ ଚୂର୍ଣ୍ଣ କରିଥିବା ଦେବୀ ଆପଣ। ଆପଣ ରୂପ ଦିଅନ୍ତୁ, ଜୟ ଦିଅନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଆଦି ଶତ୍ରୁମାନଙ୍କର ବିନାଶ କରନ୍ତୁ। ହେ ଦେବୀ ଅମ୍ବିକେ, ଆପଣ ନିଜ ଭକ୍ତମାନଙ୍କୁ ସଦା ଅସୀମ ଆନନ୍ଦ ପ୍ରଦାନ କରନ୍ତି। ମୋତେ ମଧ୍ୟ ଆପଣ ରୂପ ଦିଅନ୍ତୁ, ଜୟଯୁକ୍ତ କରାନ୍ତୁ, ଯଶ ଦିଅନ୍ତୁ ଏବଂ କାମକ୍ରୋଧ ଆଦି ଶତ୍ରୁମାନଙ୍କର ବିନାଶ କରନ୍ତୁ। ଦେବୀ ଭକ୍ତ ଜନଦାମ ଦତ୍ତାନନ୍ଦୋଦୟମ୍ବିକେ ରୂପମ୍ ଦେହି ଜୟଂ ଦେହି ଯଶୋ ଦେହି ଦିଶୋ ଜହି। ଶେଷରେ ପତ୍ନୀ ମନୋରମାମ୍ ଦେହି, ପତ୍ନୀ ଜାଗାରେ ଆପଣ ପୁତ୍ର କହିପାରିବେ, ପତି କହିପାରିବେ, ଯାହା ଆପଣଙ୍କର ଇଚ୍ଛା ଅଛି ଏଇଠି ବସେଇ ପାରିବେ। ପତ୍ନୀ ମନୋରମାମ୍ ଦେହି ବା ପତି ମନୋରମାମ୍ ଦେହି କିମ୍ବା ପୁତ୍ର ମନୋରମାମ୍ ଦେହି ମନୋବୃତ୍ତାନୁସାରିଣୀ ତାରିଣୀମ୍ ଦୁର୍ଗ ସଂସାର ସାଗରସ୍ୟ କୁଲୋଦ୍ଭବାମ୍। ମନର ଇଚ୍ଛାକୁ ବା ମନର ଇଚ୍ଛା ଅନୁସାରେ ସମ୍ପୂର୍ଣ୍ଣ ଆଶୀର୍ବାଦ ଦେଲା ପରି ଯେଉଁ ଦେବୀ ଆପଣ, ମୋତେ ଆପଣ ଏଇ ବା ମନୋହର ପତ୍ନୀ, ମନୋରମ ପତି ବା ସୁନ୍ଦର ପୁତ୍ର ପ୍ରଦାନ କରନ୍ତୁ। ଯେଉଁ ଦୁର୍ଗମ ସଂସାର ସାଗରରୁ ତାରିବା ପରି ବା ଉଦ୍ଧାର କରିବା ପରି ବା ଉତ୍ତମ କୂଳରେ ଉତ୍ପନ୍ନ ହୋଇଥିବା ପୁତ୍ର ପ୍ରଦାନ କରନ୍ତୁ ବା ଆପଣଙ୍କ ପରି ଦେବୀ ଯିଏ ସମସ୍ତଙ୍କର ନମସ୍ୟା, ମୋତେ ଆପଣ ସବୁଥିରେ ସବୁ କ୍ଷେତ୍ରରେ ସହାୟତା କରନ୍ତୁ। ଯେଉଁ ମଣିଷ, ଯେଉଁ ମାନବ ଏହି ସ୍ତୋତ୍ରକୁ ପାଠ କରେ, ସପ୍ତଶତୀ ରୂପୀ ମହାସ୍ତୋତ୍ର ଉଚ୍ଚାରଣ କରେ, ସେ ସପ୍ତଶତୀର ଜପ ଏବଂ ତାର ସଂଖ୍ୟାରେ ମିଳୁଥିବା ସଂଖ୍ୟାରୁ ପ୍ରାପ୍ତ ଶ୍ରେଷ୍ଠ ଫଳକୁ ପ୍ରାପ୍ତ ହୋଇଥାଏ ଏବଂ ତତ୍ସହିତ ପ୍ରଚୁର ସମ୍ପତ୍ତି ମଧ୍ୟ ଲାଭ କରିଥାଏ। ଇଦಂ ସ୍ତୋତ୍ରಂ ପଠିତ୍ୱା ତୁ ମହାସ୍ତୋତ୍ରಂ ପଠିନ୍ନର ସତୁ ସପ୍ତଶତୀ ସଂଖ୍ୟା ବରମାପ୍ନୋତି ସମ୍ପଦାମ୍ ଇତି ଦେବ୍ୟା ଅର୍ଗଲା ସ୍ତୋତ୍ରಂ ସମ୍ପୂର୍ଣ୍ଣମ୍।